षष्ठत्रिंशोऽध्याय हरिचन्दन राजा संवाद मन उवाच कहई मन चैतन्य एतर दुर्लभ वचन ଶୁଣିଲି ଗୀତା ପଣ୍ଡା ଭାବ ଦୁର୍ଲଭ ପରେ ଦୁର୍ଲଭ ଏହି ପ୍ରକାରେ କଥା ଯେତେ କହି ପବିତ୍ର କର ମତେ ଶୁଣି ଚୈତନ୍ୟ ଅତି ତୁଷେ କହଇ ମନ ରାଜା ପାଶେ କେବଳ ଶୁଣ ଶ୍ରଦ୍ଧା ଭାବେ ମୁଁ ଯାହା କହୁଅଛି ଏବେ କ୍ଷେତ୍ରକୁ ଛାଡ଼ି ଦଶ କୃଶ ଯେ ବାଣପୁର ନାମେ ଦେଶ ତହିଁ ନୃପତି ମଖ୍ୟବାନ ନାମ ତା ଶ୍ରୀ ହରିଚନ୍ଦନ ସେ ରାଜେ ରାଜପଣ କରି ପ୍ରଜା ପାଳଇ ପୁତ୍ର ପରି ଶୁଚି ପବିତ୍ର ଦୟାବନ୍ତ ନହରେ ପର ନାରୀ ଚିତ୍ତ ଦାନୀପଣରେ ସେହୁ ଜଣେ ବଞ୍ଚଇ ଭଜନେ ସ୍ମରଣେ ପାପ ବଲିବା କଥା ଯାହା ଶ୍ରବଣେ ନ ଶୁଣଇ ତାହା ଦେଖିଲେ ବୈଷ୍ଣବ ଗୋସାଇଁ ଆନନ୍ଦ କହି ନ ସରଇ ଚରଣ ଧୋଇ ମୁଦ ଭରି ପୂଜଇ ବିଷ୍ଣୁ ସମ କରି ନିରତେ ଥାଇ ପରହିତେ ପର ପୀଡ଼ନ ନାହିଁ ଚିତେ ଦୁଃଖୀ ଦରିଦ୍ର ପୁଷିବାରେ କେବଳ ତାହାଠାରୁ ସରେ ଭଜନ ରାମ କୃଷ୍ଣ ବିନେ ଅନ୍ୟ ନ ଜାଣେ ତାର ମନେ ଅଛବ ଜାତି ହୋଇଥିଲେ ସେ ଯେବେ ରାମ କୃଷ୍ଣ ବୋଲେ ତାହାକୁ ନ କରେ ନିରାଶ ବଲଇ ପାଶେ ମୋର ବଶ ଗୋଟିଏ ନାମ ଯେବେ ଶୁଣେ ଗୋଟିଏ ତୀର୍ଥ ପରିମଣେ ତାବେ ହରଣ ମଣ୍ଡପରେ ଚାରି ପାଶର ଘର ବାଡ଼େ କରଇ ଅତ୍ୟନ୍ତ ବିଚିତ୍ର କେବଳ ରାମକୃଷ୍ଣ ଚିତ୍ର ଯେ ବୃନ୍ଦାବନ ଲୀଳା ମାନ ଗୋପୀ ଗୋବିନ୍ଦ କ୍ରୀଡ଼ା ସ୍ଥାନ ତୃଣା ପୂତନା ସନ୍ଧ୍ୟା କେଶୀ ସକଟା ଜାମଳା ବିନାଶୀ ବକା ଓ ଗାଧି ନାଶ ଯେତେ ଚିତ୍ର କରାଇ ବିଧି ମତେ ନିତ୍ୟ କରଇ ଦର୍ଶନ ଆନନ୍ଦ ହେଉଥାଇ ମନ ଯେ ଶୁଆ ସାରି ରାଜବଣି କୁଶିନ ଥାଇ ନୃପମଣି ତାହାଙ୍କ ମୁଖୁ ନାମାବଳି ଶୁଣି ପୁଲକେ ରୁମାବଳି କେବଳ ସାଧୁ ଜନ ପାଶେ ବଞ୍ଚଇ ରଜନୀ ଦିବସେ ହରିଚରିତ ସୁଧା ବାଣୀ ଆନନ୍ଦ ହେଉଥାଏ ଶୁଣି ପ୍ରତିଦିନରେ ପେଶି ଦୂତ ବୁଝଇ ରାଜ୍ୟ ହକିକତ ନାଗରା ଉଷ୍ଟ ପୃଷ୍ଠେ ଦେଇ ରାଜରେ ଘୋଷଣା ଦିଅଇ ବୋଲନ୍ତି ଶୁଣ ପ୍ରଜାକୁଳ ରାଜାର ଆଜ୍ଞା ଏ କେବଳ ଅତିଥି ଯେଉଁ ଗ୍ରାମେ ଆସି ଅନ୍ନ ନ ପାଇ ଯିବେ ରୁଷି ସେ ଗ୍ରାମ ମାନଙ୍କ ମହତ ସାରିବି କହୁଅଛି ସତ୍ୟ ତାର ସର୍ବସ୍ୱ କୁଠ ହେବ ରାଜୁ ବାହାର ହୋଇଯିବ ଯେ ଯେତେ ଇଚ୍ଛା ଧର୍ମ କରୁ ଲେଖି ସେ ନେବ ସରକାରୁ ଏଥି ସଂଶୟ ନାହିଁ କିଛି ରାଜାର ଆଜ୍ଞା ହୋଇଅଛି ଏମନ୍ତ ତାଗିଦ କରାଇ କହନ୍ତି ରାଜା ଆଗେ ଯାଇ ଶୁଣ ସୁମନ ସାବଧାନେ ଏମନ୍ତେ ବରଷକେ ଦିନେ ତା ନିଜ ରାଜ୍ୟ ବୁଲି ଯାଇ ଦେଖଇ ଗ୍ରାମ ଗ୍ରାମ ହୋଇ ଦୁଃଖୀ ଦରିଦ୍ର ଦ୍ୱାରେ ଭଲେ ତୁଳସୀ ବୃକ୍ଷ ନ ଦିଶିଲେ ସେହି ଠାବରେ ରାଜା ରହି ତୁଳସୀ ଚଉରା ତୁଳାଇ ଶ୍ରୀବୃନ୍ଦାବତୀ ଆରୁପଣ କରି ବୋଲନ୍ତି ତାକୁ ଶୁଣ
ନୀତି ପ୍ରତି ତୁ ଦୀପାବଳି ଦେବୁ ଏ ବୃକ୍ଷ ଆଗେ ଜାଳି। କିଛି ତୁ ଭୋଗ ଦେଇଥିବୁ ଲେଖିନ ସରକାରୁ ନେବୁ। ହେମନ୍ତ କହି ଯାନ୍ତି ଚଳି କାହିଁ ବା 5-7 ମିଳି। କରରେ କଙ୍କତିକା ଧରି କେଶ ଶ୍ୟାମଳି କୀଟ ମାରି। ତାହା ଦେଖିଲେ ଦଣ୍ଡଧାରୀ ମାଗନ୍ତି ପ୍ରଣତ ପ୍ରସାରୀ। ବୋଲନ୍ତି ଏ କୀଟ ନ ମାର ଆନ ଉପାୟ ଥିଲେ କର। ଝଡ଼ି ପଡ଼ନ୍ତୁ ତାଙ୍କ ସୁଖେ ନୋହିଲେ ପଡ଼ିବ ନରକେ। ସେ ଗ୍ରାମ ଜନଙ୍କୁ ଡକାଇ କହନ୍ତି ଶାସ୍ତ୍ରକୁ ଦେଖାଇ। 15 ଦିନେ ହରିବାସ କରୁ ଯେ ଥିବଟି ଅବଶ୍ୟ। ନିତ୍ୟ ନିର୍ମାଲ୍ୟ ସେବା କରି କରୁ ଯେ ଥିବଟି ଆଚରି। ତିଳକ କରି ଭାଲ ପଟେ ତୁଳସୀ ମାଳ କଣ୍ଠ ତଟେ। ତୁଣ୍ଡରେ ଶ୍ରୀହରି ଭଜନ ସତ୍ୟାନୁକ୍ରମେ ଦେବଦାନ। ସକଳ ଜୀବେ ଦୟା ଭାବ ଅତିଥି ଚରଣେ ପୂଜିବ। କହି ନ ଗଲି ତୁମ୍ଭ ଭଲେ କର ବା ନ କର ମୋ ଭୁଲେ। ପ୍ରତି ଗ୍ରାମରେ ଏହି ମତି ତିଆରି ଚଳନ୍ତି ନୃପତି। ହେମନ୍ତେ କେତେ ଦିନ ଠାରେ ସେ ରାଜ୍ୟ ଏକ ପ୍ରଜା ଘରେ। ସୁନା କାକରା ଗୋଟି ଧରି ଧାନ ଗଉଣି ପରେ ଭରି। ପୂଜା କରନ୍ତି ଗୁରୁବାର ତାହା ଦେଖିନ ଏକ ନର। ପରହିଂସ୍ରକ ଜନ ସେହି ତା ଦେଖି ନ ପାରିଲା ସହି। ବହନ ହୋଇ ଚଳିଗଲା ନୃପତି ଛାମୁରେ କହିଲା। ବୋଇଲା ସୁବର୍ଣ୍ଣ କାକେରି ତାହାର ଘରେ ଅଛି ପୁରୀ। ମିଥ୍ୟାଏ ନୁହଁ ଅବଶ୍ୟ ରାଜଭଣ୍ଡାରେ ଘେନି ଆସ। ତାହା ଶୁଣିନ ରାଜା ଆସି ତାକୁ ଡକାଇ ଦୂତ ପେଶି। ବୋଇଲେ ଯାଅ ବେଗ କରି ହେମ କାକେରେ ୟାକୁ ଧରି। ଆମ୍ଭ ଛାମୁକୁ ଘେନି ଆସ ବୁଝିବା ଏଥିର ସନ୍ଦେଶ। ଆଜ୍ଞା ପ୍ରମାଣେ ଦୂତ ଗଲେ ସେ ପ୍ରଜା ଆଗରେ କହିଲେ। ଶୁଣି ସେ ମହାଭୟ ପାଇ ବଚନ ନ ପାରଇ କହି। ନୃପତି ବୋଇଲେ ରେ ଶୁଣ ଆଉ କେତେ ହେ ଅଛି ଋଣ। ତା ଶୁଣି ସେ ପ୍ରଜା ଆକୁଳେ ପଡ଼ି ନୃପତି ପାଦ ତଳେ। ବିନୟ ହୋଇ ସେ କହିଲା ସର୍ବେ ମୋ ଏତିକି ହଇଲା। ବହୁତ କାଳୁ ଅଛି ଏହି ଧାନ ଗଉଣି ପରେ ଥୋଇ। ପୂଜା କରଇ ଗୁରୁବାରେ ଦେଖିକେ କହିଲା ଛାମୁରେ। ଏଥୁ ଅଧିକେ ଥିଲେ ଜାଣ ଯେ ଇଚ୍ଛା କରିନ ପ୍ରମାଣ। ଶୁଣି ନୃପତି ହସ ହସ ତାକୁ ବୋଇଲେ ଦଣ୍ଡେ ବସ। ହେମନ୍ତ କହି ଦୂତ ପେଶି ଡକାଇ ଆଣି ଏକ ଦାସୀ। ସବୁ କହିଲେ ବିଧି ମତେ ସୁନା କାକେରି ତାର ହସ୍ତେ। ଦେଇ ପେଶିଲେ ନୃପବର ଏହାହିଁ ନେଇନ ସତ୍ୱର। ମହାଦେଈଙ୍କ ହସ୍ତେ ଦେବୁ ସମସ୍ତ ବୁଝାଇ କହିବୁ। ତା ଶୁଣି ଦାସୀ ବେଗେ ଚଳି ଅନ୍ତଃପୁରରେ ଯାଇ ମିଳି। କମଳା ମହାଦେଈ ପାଶ ଯାଇ ସେ ହଇଲା ପ୍ରବେଶ। ବୋଇଲା ଶୁଣ ଶିଗ ମାଏ ଏ ବଡ଼ ଅପୂର୍ବ କଥାଏ। ଦେଇ ଅଛନ୍ତି ନୃପମଣି ଶୁଣି କହଇ ମହାରାଣୀ। ସ୍ୱହସ୍ତେ ଧରି ପଚାରିଲେ ଏ ଦ୍ରବ୍ୟ କାହୁଁ ଭିଆଇଲେ। ଦାସୀ କହିଲା ଶ୍ରୀ ଛାମୁରେ ଏ ରାଜ୍ୟ ଏକ ପ୍ରଜା ଘରେ। ଧାନ ଗଉଣି ପରେ ଥୋଇ ସେ ପୁଣି ପୂଜା କରୁଥାଇ। ତା ଦେଖି କେଉଁ ଦୁଷ୍ଟ ନର କହିଲା ନୃପତି ଛାମୁର। ତାହା ଶୁଣିନ ଦୂତ ପେଶି ତା ଘରୁ ତଣ୍ଡି ଘେନି ଆସି।
ପେଶି ନ ଦେଲେ ଖଣ୍ଡ ଦୂରେ, ଶୁଣି କୋପିଲେ ମହାଦୂରେ। ଫିଙ୍ଗି ନ ଦେଲେ ଖଣ୍ଡେ ଦୂରେ, ବଇଲେ କି କଲୁ ତୁମରେ। ଏ ପାପ ଛାଡ଼ିବ କେମନ୍ତେ, ବିପ୍ରକୁ ଡାକଲୋ ତୋରିତେ। ଦାସୀ ବିପ୍ରଙ୍କୁ ଡକାଇଲେ, ଅନେକ ପାଦ ପୂଜା କଲେ। ଆପଣା ଅଙ୍ଗ ଅଳଙ୍କାର, କାଢ଼ି ନ ରଖିଲେ ଆଗର। ସେ ସୁନା କାକରା ସମାନ, ତୋଳି ବିପ୍ରଙ୍କୁ ଦେଲେ ଦାନ। ବଇଲେ ଦାସୀ କି ସମାନ, ତୋଳି ବିପ୍ରଙ୍କୁ ଦେଲେ ଦାନ। ବଲିବୁ ନିଅ ତୁମ୍ଭ ସୁନା, ଏଥକୁ ଯୋଗ୍ୟ ତୁମ୍ଭେ ସିନା। ସେତ ଅବଳା ଏକେ ଭୀରୁ, କାହୁଁ ସହିବ ଏଡ଼େ ଗୋରୁ। ଏମନ୍ତ ଶୁଣି ଦାସୀ ନେଲା, ଛାମୁରେ ସୁବର୍ଣ୍ଣ ଥୋଇଲା। ବଇଲା ନମୁ ଦଣ୍ଡଧର, ନିଅ ଏ କାକରା ତୁମ୍ଭର। ଏଥି ନିମନ୍ତେ ଦଣ୍ଡ ଯେତେ, ପାଇନ ରାଣୀଙ୍କର ହସ୍ତେ। ଅଧିକେ ଶ୍ରୀଅଙ୍ଗେ ଭୂଷଣ, ପ୍ରାଶ୍ଚିତ୍ତେ ନେଲେ ବିପ୍ରଗଣ। ହେମନ୍ତ କହିଗଲା ଦାସୀ, ଶୁଣି ନୃପତି ମନ୍ଦେ ହସି। ସେ ପ୍ରଜା ହସ୍ତେ ଆଣିଦେଲେ, ତଦ୍ଧନ ନିଅ ତୁ ବଇଲେ। ଲୁଚାଇ ପୂଜୁଥିଲୁ ଘରେ, ଏବେ ତୁ ପୂଜ ହେ ଦାଣ୍ଡରେ। ହେମନ୍ତ ଆଜ୍ଞା ତାକୁ ଦେଇ, ସେ ଯେଉଁ ଖଚୁଆକୁ ରାଇ। ତା ସର୍ବ କୁଟୁମ୍ବର ତୁଲେ, ରାଜ୍ୟ ବାହାର କରିଦେଲେ। ଶୁଣଃ ମନ ମହାରଥୀ, ହେମନ୍ତ ଦୟାଳୁ ନୃପତି। କେବଳ ପୂର୍ବ କର୍ମ ତାର, ନାହିଁ ତା ଦୁହିତା କୁମାର। ତହିଁକି ନାହିଁ ଖୁବ ଗତି, ତେଣୁ ସେ ଜାଣେ ବିଷ୍ଣୁ ଭକ୍ତି। ସେ ପତି ପତ୍ନୀ ବେନି ଜଣ, ଗୋବିନ୍ଦ ଭାବରେ ନିପୁଣ। ସକଳ ଜୀବେ ଦୟା ବହି, ମାଛିକି ମାର ନ ବୋଲଇ। ସୁଖେ ଏମନ୍ତ ରାଜ୍ୟ କରେ, ତା ଯଶ ପୂରିଲା ସଂସାରେ। ଲୋକେ ବୋଲନ୍ତି ଧନ୍ୟ ଧନ୍ୟ, ଧନ୍ୟ ସେ ଶ୍ରୀହରିଚନ୍ଦନ। ମୁନିମାନଙ୍କ ଆୟ ପାଉ, ଏ ରାଜ୍ୟ ଚିରଜୀବୀ ହେଉ। ଏମନ୍ତ ପ୍ରଶଂସା କରନ୍ତି, କାଳ ବଞ୍ଚିଲା ସେ ନୃପତି। ପୁଣି କେତେକ କାଳ ଗଲା, ସେ ରାଜା ପତ୍ନୀ ଭ୍ରଷ୍ଟ ହେଲା। ଦଶାଦି ଶୁଦ୍ଧ କର୍ମ ସାରି, ବିଚାର କଲେ ଦଣ୍ଡଧାରୀ। ରାଜ୍ୟରେ ପ୍ରୟୋଜନ କିସ, ଦୁର୍ଲଭ ହେବାର ସନ୍ନ୍ୟାସ। ହେମନ୍ତ ବୋଲି ଦୂତ ପେଶି, ଡକାଇ ଆଣି ପାଟ ଯୋଶୀ। ଯେ ପାତ୍ର ମନ୍ତ୍ରୀ ଅମନ୍ୟାତେ, ରାଜ୍ୟର ବଡ଼ ଲୋକ ଯେତେ। ପ୍ରଜା ପାଟକ ଆଦି କରି, ଡକାଇ ଆଣି ଦଣ୍ଡଧାରୀ। ଆପଣା ପୁତୁରାକୁ ଆଣି, ରାଜ୍ୟ ସମର୍ପି ଦେଲେ ପୁଣି। ଖୋଜାଇ ଶୁଭ ଅନୁକୂଳ, ପାଟ ବନ୍ଧାଇ ମହୀପାଳ। ବଇଲେ ଶୁଣ ସର୍ବଜନ, ଆଜୁ ଏ ତୁମ୍ଭର ରାଜନ। ପୁତ୍ରକୁ ବଇଲେ ରେ ଶୁଣ, ଆଜୁ ଏ ରାଜ୍ୟେ ରାଜା ଜାଣ। ପ୍ରଜାକୁଳକୁ ପୁତ୍ର ପରି, ପାଳିବୁ ଅତି ଯତ୍ନ କରି। ଦେବା ଦୟାରେ ଥିବୁ ରତ, ନିରତେ ହେବୁ ବିଷ୍ଣୁ ଭକ୍ତ। ସେବିବୁ ଗୁରୁଙ୍କ ଚରଣେ, ଅପରାଧୀ ନୋହି ବିପ୍ରଗଣେ। ଦୁଃଖୀ ଦରିଦ୍ରେ ଦେବୁ ଦାନ, ନ କହି ନିରାଶ ବଚନ। ଶିବ ଭବାନୀ ଖଞ୍ଜା ଯେତେ, ଖଣ୍ଡିବୁ ନାହିଁ କଦାଚିତେ। ପୂର୍ବେ ଯେ ଭୋଗ କଲା ଯେତେ, ପାଳିବୁ ସେହି ବିଧି ମତେ। ଏ ରୂପେ ଶୁଭେ ପାଳ ଦେଶ, ଆମ୍ଭେ କରିବୁ ବନବାସ। ହେମନ୍ତ କହି ଦଣ୍ଡଧାରୀ, ଡୋରକ ପୁନି ଆଶ୍ରେ କରି। ରାଜ୍ୟ ସମ୍ପଦ ତେଜି ଖରେ,
ରହିଲେ ପର୍ବତ ଉପରେ। ସକଳ ଚିନ୍ତା ଛାଡ଼ି ମନେ କେବଳ ଶ୍ରୀକୃଷ୍ଣ ଭଜନେ। ଏଣେ ପୁତୁରା ରାଜା ହୋଇ କେତେ ବା ଦିନ ଗଲା ବହି। ଦିନକୁ ଦିନ ସେ ଅଜ୍ଞାନ ମନ୍ଦ କର୍ମରେ ଦେଲା ମନ। ଦ୍ୟୁତ ସକଟା ପସାରଙ୍ଗେ ମାତିଲା ବେଶ୍ୟାଗଣ ସଙ୍ଗେ। ମେଷ କୁକୁଟ ଯୁଧ୍ୟମାନ ମାଦକ ଦ୍ରବ୍ୟ କଲା ପାନ। ଅନ୍ୟାୟ କଲା ସେ ବହୁତ ହରିଲା ପର ନାରୀ ବିତ। ପ୍ରଜାକୁଳକୁ ଦେଲା ଦୁଃଖ ଭିକାରୀ ନ ପାଇଲେ ଭିକ। ସାଧୁଙ୍କ ସଙ୍ଗ କଲା ଦୂର ବିପ୍ରଙ୍କୁ ଦେଖି ବୋଲେ ମାର। ହରି ଭକତି ମାର୍ଗ କଥା ନ ଶୁଣେ ଶ୍ରବଣେ ସର୍ବଥା। ଅନ୍ୟାୟ ଉପଦ୍ରବ ଯେତେ ଯହୁଁ ସେ କଲା ଅପ୍ରମିତେ। ସହି ନ ପାରି ପ୍ରଜାକୁଳ ସମସ୍ତେ ହେଲେ କଠୋଳ। ବଇଲେ ରାଜା ଆଗେ ଯାଇ ସମସ୍ତେ ପାଦେ ପଡ଼ି ଶୋଇ। ଏମନ୍ତ କହି ଚଳିଗଲେ ସୋଲର ପର୍ବତେ ମିଳିଲେ। ଭେଟିଲେ ରାଜା ଆଗେ ଯାଇ ସମସ୍ତେ ପାଦେ ପଡ଼ି ଶୋଇ। ଉଠି କପାଳେ ଦେଲେ କର ବୋଲନ୍ତି ନମୁ ଦଣ୍ଡଧର। ତଜସ ଚନ୍ଦ୍ର ଆହ୍ଲାଦେ ସର୍ବେ ବଞ୍ଚିଲୁ ଅପ୍ରମାଦେ। ଏ ତୁମ୍ଭ ପୁତୁରା ପ୍ରତାପ ଦ୍ୱିତୀୟ ଅନଳ ସ୍ୱରୂପ। ଅନ୍ୟାୟ ଉପଦ୍ରବ୍ୟ ଯେତେ ତାହା କହିବୁ ଅବା କେତେ। ନ ସହି ପାରି ସର୍ବଜନ ଅଇଲୁ ତୁମ୍ଭ ସନ୍ନିଧାନ। ଏ ତୁମ୍ଭ ଚରଚା ନ କରି ବୋଲଇ ବୃଦ୍ଧ ଦଣ୍ଡଧାରୀ। ବନସ୍ତେ ରହିଅଛି ଯାଇ ତପସ୍ୱୀ ଜନ ପ୍ରାୟ ହୋଇ। ତାହାକୁ ନ ଦିଅରେ କିଛି ଖାଉ ସେ ଫଳମୂଳ ଭକ୍ଷୀ। ଜୀଇଲେ ଜୀଉ ମଲେ ମରୁ ଆମ୍ଭ ଅରିଷ୍ଟ ମାନ ସରୁ। ଏମନ୍ତ ବୋଲାଇ ତୁମ୍ଭକୁ ପୁଣି ବିଦାରି ହୁଏ ଭୁକୁ। ଆଉ ଯେ ପ୍ରଜାକୁଳ ଯେତେ ରଖିବ ନାହିଁ କଦାଚିତେ। ଏଥୁଟି ଆମ୍ଭର ମରଣ ହେ ରାଜା ନେଲ ବୋଲି ଜାଣ। ତା ଶୁଣି ଶ୍ରୀହରିଚନ୍ଦନ ଅଙ୍ଗ ହୋଇଲା କମ୍ପମାନ। ପୁଲକ ହେଲା ରୁମାବଳୀ ନେତ୍ରୋଲୁତକ ଧାରା ଗଳି। ହୃଦରୁ ଉଡ଼ିଲା ସାହସ ବହିଲା ପ୍ରଖର ନିଶ୍ୱାସ। ବଦନୁ ବଚନ ନ ସ୍ଫୁରି ବହିଲା କି କଲେ ଶ୍ରୀହରି। ଏମନ୍ତ ବୋଲିବେ ସେ ଦୂତ କହିବ ପୁତୁରା ଅଗ୍ରତ। ବୋଲିବ ପିତାଙ୍କ ସନ୍ଦେଶ ବହନ ହୋଇ ଥରେ ଆସ। ତା ଶୁଣି ଦୂତେ ଚଳିଗଲେ ମନ ନୃପତି ପାଶେ ହେଲେ। ବଇଲେ ପିତା ଆଜ୍ଞା ଆସ ବହନ ଯିବା ରାମ ପାଶ। ଶୁଣି କୁମର କ୍ରୁଧ ଭରେ ବଇଲେ ଦୂତଙ୍କ ଆଗରେ। ଆହୁରି ଆଜ୍ଞା ବୋଲିବାର ପୁଛିବା ଅଛି କି ତୁମ୍ଭର। ରହିଲ ସନ୍ନ୍ୟାସୀ ହୋଇନ ପ୍ରଜା ଗୁହାରି କେତେ ଶୁଣ। ଦଇବେ ବୃଦ୍ଧ କାଳ ହେଲା ବୋଲେ ତୁମ୍ଭର କିସ ଗଲା। କାହିଁରେ କିଛି ହିଁ କି କହ ଅଦୃଷ୍ଟ ମାନି ସୁଖେ ରହ। ତା ଶୁଣି ଦୂତେ ଗଲେ ଚଳି ବୃଦ୍ଧ ରାଜାର ପାଶେ ମିଳି। ବୁଝାଇ କହିଲେ ସମସ୍ତ ଶୁଣି ରାଜନ ସ୍ତମ୍ଭୀଭୂତ। ବଇଲେ ଆହେ ଧର୍ମଦେବ ତତେ ଗୋଚର ସିନା ସର୍ବ। ଏଥକୁ ସାକ୍ଷୀ ତୁ କେବଳ ସାକ୍ଷୀ ଯେ ଦଶ ଦିଗପାଳ। ବାସୁକି ଆଦି ନାଗ ଯେତେ ଏଥକୁ ସାକ୍ଷୀ ଏ ସମସ୍ତେ। ଆଜହୁଁ ମୋର ବଂଶ ଯାଉ ଏ ରାଜ୍ୟେ ରାଜା କେହି ନୋହୁଁ। ଯେ ଅବା ନୃପତି ହୋଇବ ତାର ମୂର୍ଦ୍ଧନା ଫାଟିଯିବ। ଏମନ୍ତ କହି କ୍ରୁଦ୍ଧ ଭରେ ଶ୍ରୀହସ୍ତ ପିଟିଲେ ପଥରେ।
ବୋଇଲେ ଯେବେ ଧର୍ମ ସତ୍ୟ ଫାଟି ନ ଯାଉ ଏ ପର୍ବତ। ରାଜାର ମୁଖୁ ଏହା ଶୁଣି ଫାଟିଲା ପର୍ବତ ଧରଣୀ। ତାହା ଦେଖିନ ମହିପାଳ ଧ୍ୟାନେ ଚିନ୍ତିଲେ ଆଦି ମୂଳ। ବୋଇଲେ ନମୁ ଚକ୍ରପାଣି ଶରଣ ଜନ ଚିନ୍ତାମଣି। ଭୃତ୍ୟବତ୍ସଳ ଦୀନବନ୍ଧୁ ମହାମହିମା କୃପା ସିନ୍ଧୁ। ବ୍ରଜବଲ୍ଲଭ ବଂଶୀ ହସ୍ତ ସକଳ ଜୀବ ପ୍ରାଣନାଥ। ଦେଖାଅ ତ ଚନ୍ଦ୍ରବଦନ ମୁନିଶ୍ଚେ ହାରିବି ଜୀବନ। ଏମନ୍ତ କହି ନରସାଇଁ ଦଶ ଦିଗକୁ ଦେଲା ଚାହିଁ। ଯେଣେ ଚାହାଇଁ ତେଣେ ହରି ଦିଶନ୍ତି ଶଙ୍ଖ ଚକ୍ରଧାରୀ। ଅତି ଆନନ୍ଦ ମନ ହୋଇ ବଲଇ ନିସ୍ତରିଲି ମୋହି। ଏମନ୍ତ କହ ବେଗେ ଉଠି ପ୍ରଣାମ କଲା କୋଟି କୋଟି। ସମସ୍ତେ ଦେଖୁ ଦେଖୁ ତହିଁ ପଡ଼ିଲେ ସେ ବିବରେ ଡେଇଁ। ପିଣ୍ଡ ସହିତେ ପ୍ରାଣ ଗଲା ଗୋବିନ୍ଦ ପାଦେ ଲୀନ ହେଲା। ଶୁଣ ସୁମନ ଚୂଡ଼ାମଣି ଏ ଦାଢ୍ୟ ଭକ୍ତି ରସବାଣୀ। କହଇ ବିପ୍ର ରାମ ଦାସ ସନ୍ଥ ଚରଣେ ମୋର ଆସ। ମୁଁ ବଡ଼ ନଷ୍ଟହୀନ ବୁଦ୍ଧି ନିରତେ ପ୍ରଭୁ ଅପରାଧୀ। ଶ୍ରୀରାମ ପାଦ ପଦ୍ମ ତଳେ ଭେଟାଇ ଦିଅ ମତେ ବଳେ। ଏତେକ ମାଗୁଣି ମହର ପତିତ ଜନଙ୍କୁ ଉଦ୍ଧାର। ମୁଁ ଯେ କହୁଛି ବାର ବାର ହେ ସାଧୁ କର ବା ନ କର। ଅତି ବିନୟ ଭାବ କରି ମାଗୁଛି ତୁମ୍ଭ ପାଦ ଧରି। ଇତି ଶ୍ରୀ ଦାଢ଼୍ୟତା ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ ହରିଚନ୍ଦନ ଗୁଣ ବର୍ଣ୍ଣନେ ନାମ ଷଷ୍ଠତ୍ରିଂଶ ଅଧ୍ୟାୟ।